କରନ୍ତୁ ଆଜ୍ଞା ଟିକେ ଆଜ୍ଞା। ବ୍ରହ୍ମଗିରି ଅଲାରନାଥ ପୀଠ ଭକ୍ତିମୟ ହୋଇପଡ଼ିଥିବା ବେଳେ ଅଲାରନାଥକୁ ଦର୍ଶନ ସହ କ୍ଷୀରି ଭୋଗ ପାଇଁ ସମସ୍ତ ଶ୍ରଦ୍ଧାଳୁ ଆନନ୍ଦ ପ୍ରକାଶ କରିଛନ୍ତି। ଅଲାରନାଥ ପୀଠରେ ପ୍ରବଳ ଗହଳି ଲାଗିଥିବା ବେଳେ ଶୃଙ୍ଖଳିତ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବୁଧବାର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ତେଣୁ ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ ବର୍ତ୍ତମାନ ମିଳିବ ନାହିଁ। ଏ ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି। ଆଗାମୀ 14 ଦିନ ଧରି ଜଗନ୍ନାଥଙ୍କ ପ୍ରତିରୂପ ଭାବେ ବ୍ରହ୍ମଗିରିରେ ଅଲାରନାଥ ମହାପ୍ରଭୁଙ୍କୁ ଦର୍ଶନ ନେଇ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି। ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଲାରନାଥ ମନ୍ଦିର ଭିତର ଓ ବାହାରେ ପୋଲିସ ମୁତୟନ ହୋଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରର ଅନବସର ଗୃହରେ ଗୁପ୍ତ ସେବା ଅନୁଷ୍ଠିତ ହେଉଥିବା ବେଳେ ଅଲାରନାଥଙ୍କ ଦର୍ଶନର ସ୍ୱତନ୍ତ୍ରତା ରହିଛି। ବିଶ୍ୱାସ ରହିଛି ଭକ୍ତର ମନୋବାଞ୍ଛା ପୂରଣ ନେଇ ଅନବସର ସମୟରେ ଅଲାରନାଥଙ୍କ ଚତୁର୍ଭୁଜ ମୂର୍ତ୍ତି ଦର୍ଶନ ସମାନ ଫଳପ୍ରାପ୍ତି ମିଳିଥାଏ। ଦୂରଦୂରାନ୍ତରୁ ଏନେଇ ପ୍ରବଳ ଗହଳି ଅଲାରନାଥଙ୍କ ପୀଠରେ ଜମିଥିବା ବେଳେ ସେଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ब्यूरो रिपोर्ट ओटी लाइव। अधिक खबर देखिए ओटी लाइव को सब्सक्राइब करंतु एवं ए खबरटी को अधिक शेयर करंतु।